ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ମୋ ବିଷୟରେ ଅଧିକ ଜାଣିବା ପାଇଁ ମୋର ୱେବସାଇଟ୍ rudraksjyotish.in ଭିଜିଟ୍ କରିପାରନ୍ତି। ଆଜି ଯେଉଁ ବିଷୟରେ ମୁଁ କହିବାକୁ ଯାଉଛି ଏଇଟା ଗୋଟେ ଜେନେରାଲ ଟପିକ୍ ନୁହେଁ। ଯେଉଁମାନଙ୍କର ଜ୍ୟୋତିଷ ଉପରେ ଟିକେ ଇଣ୍ଟରେଷ୍ଟ ଥିବ ବା ଜାଣିଥିବେ ସେମାନେ ଜିନିଷଟା ବୁଝିପାରିବେ। ମୋବାଇଲ ରଖିକି ମୁଁ ନିଜେ ଘରେ ରେକର୍ଡ଼ିଂ କରୁଛି, ତ ଆଇ କଣ୍ଟାକ୍ଟଟା ମୁଁ ଠିକ୍ ରହିପାରୁନି, ସେଥିପାଇଁ ମୋତେ କ୍ଷମା କରିବେ। ମୁଁ ଯାହା କହୁଛି ସେଇଟା ବୁଝିବାକୁ ଚେଷ୍ଟା କରନ୍ତୁ। ଆଜି ଆମେ ଜାଣିବା ଯେ ଦଶା ଫଳ କ'ଣ। ଜାତକରେ ଦୁଇଟା ଜିନିଷ ଥାଏ। ଜାତକର ଗ୍ରହ ସ୍ଥିତି ଦେଖିକି ବା ପ୍ଲାନେଟାରୀ ପ୍ଲେସମେଣ୍ଟ ସନ୍ଧି ହରସ୍କୋପ, ଜାତକରେ ଗ୍ରହମାନଙ୍କ ସ୍ଥିତି ଦେଖିକି ଗୋଟେ ଲୋକର ଭାଗ୍ୟଟାକୁ ଅଳ୍ପ ବହୁତ ଜଣାପଡ଼େ। ବହୁତ ଉଚ୍ଚ ଭାଗ୍ୟ ଅଛି, ଆଭରେଜ ଅଛି, ଇଏ ଅଛି, ଇତ୍ୟାଦି ଇତ୍ୟାଦି। କିନ୍ତୁ ସେ ଯେଉଁ ଉଚ୍ଚ ଭାଗ୍ୟ କହିଲେ କ'ଣ? ଖାଲି ତ ପଇସା ନୁହେଁ, ଏଡୁକେସନ୍, ଭଲ ଚାକିରି। ଆପଣ କହିବେ ଗୋଟେ ଲୋକଟେ ବିଜନେସ୍ ମ୍ୟାନ୍ କରିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି, କିମ୍ବା ଗୋଟେ ଲୋକଟେ ଆପଣ ଯଦି ସୋ କଲ୍ଡ ଗୋଟେ କ୍ରିମ୍ ସର୍ଭିସ୍ ଆପଣ କହୁଛନ୍ତି OAS IAS ଏ ଯେଉଁ ସେଇଟା ହେଇଛି, କେଉଁଟା ଆପଣ ଭଲ ବୋଲି ଭାବିବେ? ତ ସେ ଯାହା ବି ହେଉନା କାହିଁକି ଏ ସବୁତକ ମିଶେଇ ଗୋଟେ ଭଲ ଜିନିଷ ଅଛି। ଭଲ ପାଠ ପଢ଼ୁଛି, ଭଲ ଜାଗାରେ ମ୍ୟାରେଜ୍ ବି ଅଛି, ଯଦିଓ ଗୋଟେ ଦୁଇଟା ମିସ୍ହାପ୍ ବି ଅଛି, କିନ୍ତୁ ଲାଇଫ୍ଟା ମୋଷ୍ଟ ପ୍ରୋବାବଲି ଠିକ୍ ଅଛି, କିଛି ରୋଗ ଫୋଗ ବି ନାହିଁ। ତ ସେଇଟା ଜାତକକୁ ଜଣାପଡ଼ିଲା ଯେ, କିନ୍ତୁ କେବେ କେବେ ଇଭେଣ୍ଟ ଗୁଡ଼ା ହେବ ସେଇଟା ଦଶା ଉପରେ ଡିପେଣ୍ଡ କରେ। ଦଶା ଆମେ କହନ୍ତିନି କି ଦଶା ଭଲ ଚାଲୁନି, ଆଉ ଦଶା ତାର ୱାର୍ଡଟା ବି ସେଇଆ। ଆପଣ ଦେଖିବେ ଟୋଟାଲ ଆକ୍ରସ୍ ୱାର୍ଲଡରେ ଦଶା ହିଁ ଲେଖାଯାଏ, ଯେ ଜୁପିଟରର ଦଶା ଆଉ ଶନିର ଭୁକ୍ତି। ଦଶା ସିଷ୍ଟମ ଜ୍ୟୋତିଷରେ ବହୁତ ପ୍ରକାର ଅଛି, ଖାଲି ଗୋଟେ ନୁହେଁ। ଯେଉଁ ଆମର ଜ୍ୟୋତିଷ ପ୍ରମୋଦ ବାବୁ ଟିଭିରେ ନିଜେ କାଲକୁଲେଟ୍ କରି କହିଦିଅନ୍ତି, ଇଟ୍ ଇଜ୍ ଭେରି ସେଇଟା ଗୋଟେ ଭଲ ଆଇଡ଼ିଆ। ମ୍ୟାଥମେଟିକ୍ସ ଟିକେ ଭଲ ତାଙ୍କର ଦଶା କାଲକୁଲେସନ୍ ଅଛି। ସେଇଟା ବିଂଶୋତ୍ତରୀ ଦଶା କହନ୍ତି। ମାନେ ଟୋଟାଲ ଗୋଟେ ଲୋକର ଲାଇଫ୍ ଯଦି 120 ବୋଲି ନିଆଯାଏ, ଯେଉଁଟାକି ପରମାୟୁ ବୋଲି କୁହାଯାଏ, ସେଠୁ ଆପଣଙ୍କର ଦଶାଟା କାଲକୁଲେଟ୍ ହେବ। ଅଷ୍ଟୋତ୍ତରୀ ଅଛି, ଷୋଡ଼ଶୋତ୍ତରୀ ଅଛି, ଯୋଗିନୀ ଅଛି, ତ୍ରିଭାଗୀ ଅଛି, ଏମିତି ବହୁତ ଗୁଡ଼େ ଦଶା ସିଷ୍ଟମ ଅଛି। ନିୟମ କହୁଛି ଯେ ଗୋଟେ ଦଶାକୁ ଦେଖିକି କେବେ ପ୍ରେଡିକ୍ଟ କରନ୍ତୁନି। ନିୟମ କହୁଛି, ୟେସ୍, ଆମେ ପରାଶର ହୋରାଶାସ୍ତ୍ର ବି ଦେଖନ୍ତୁ, ସେଠି ବି ଲେଖା ହେଉଛି ଯେ ଏଇ ଦଶା ଦେଖନ୍ତୁ। ନହେଲେ ଏତେ ଗୁଡ଼େ ଦଶା କାହିଁକି କହିଛନ୍ତି? ଯେ କାହିଁକି କେତେବେଳେ ସେ ଇଭେଣ୍ଟଟା ଘଟିବ ତାର କିଛି ସିଓରିଟି ନାହିଁ। ତେଣୁ ଦୁଇଟା ତିନିଟା ପ୍ରକାର ମେଥଡ଼ରେ ଆପଣ ଦେଖିବେ। ଯଦି ଆପଣ ଦେଖିବେ ସେଇ ସମୟରେ ଅଲମୋଷ୍ଟ ପଡ଼ୁଥିବ। ଯେମିତି ମୁଁ ନର୍ମାଲି ବିଂଶୋତ୍ତରୀ ସାଙ୍ଗରେ ଯୋଗିନୀଟାକୁ ମିକ୍ସ କରିଦିଏ, ସେମିତି କିଛି ଲୋକ ବିଂଶୋତ୍ତରୀ ଯୋଗିନୀକୁ ଜୈମିନୀ ଚର ଦଶା ଗୋଟେ ଅଛି ତାକୁ ମିକ୍ସ କରିଦିଅନ୍ତି। ଗୋଟିଏ ଦଶାରୁ ଯଦି ଆପଣଙ୍କର ଜାତକଟା ଦେଖା ହେଇଥାଏ, ଜିନିଷ ଘଟିବାର ଚାନ୍ସେସଟା କମ୍। ସାର୍ ସେ କହିଥିଲେ ହେଲାନି ନା ହେବନି, ଆପଣ ମିନିମମ୍ 2ଟା କିମ୍ବା 3ଟା ଜାତକ, ଆଜିକାଲି ତ ସଫ୍ଟୱେର୍ ହେଇଗଲାଣି, ସାଙ୍ଗେ ସାଙ୍ଗେ ଆପଣ ଦେଖିପାରିବେ। ସେଇଠୁ ଆପଣ ମ୍ୟାଚ୍ କରି କହିବେ ଯେ ଏଇ ଦଶା ସମୟରେ ଏଟା ହେବ। ଜଣେ ଭଲ ଆଷ୍ଟ୍ରୋଲୋଜର ଅଛନ୍ତି, ତାଙ୍କ ନାଁ ହେଲା କୃପାରାମ ଉପାଧ୍ୟାୟ, ଫ୍ରମ୍ ମଧ୍ୟପ୍ରଦେଶ। ମଧ୍ୟପ୍ରଦେଶ ଗୋଟେ ୟୁନିଭର୍ସିଟି ଅଛି, ବିକ୍ରମ ୟୁନିଭର୍ସିଟି ବୋଲି। ସେ ସେଠି ଫ୍ୟାକଲ୍ଟି ତ ନୁହେଁ, ଭିଜିଟିଂ ଫ୍ୟାକଲ୍ଟି ଅଛନ୍ତି ବୋଧେ। ମୋର ଦେଖା ହୁଅନ୍ତି କନଫରେନ୍ସରେ, ତାଙ୍କ ଫଟୋ ବି ଅଛି। ସେ ରାଜଜ୍ୟୋତିଷ। ସେ ସବୁବେଳେ କୁହନ୍ତି ଗୋଟେ ଜାତକଟା ଆଗ ଦଶାକୁ ଦେଖ। ଲୋକ ଆସିଛି ତ ଦେଖିଦିଅ ତା ଦଶାଟା କ'ଣ ଚାଲିଛି, ସେଇଠୁ ସେ ଏଇ ପ୍ରଶ୍ନ ପଚାରିବ। ଆଉ କ'ଣ, ପଞ୍ଚମ ଅଧିପତି ଦଶା ଚାଲିଛି ତ ପାଠ ବିଷୟରେ ପଚାରିବ, ନହେଲେ ପିଲା ବିଷୟରେ ପଚାରିବ। ଆଜିକା ଡେଟ୍ରେ ସୋ କଲ୍ଡ ଲଭ୍ ଆଫେୟାର ବିଷୟରେ ପଚାରିପାରେ। ଦଶମ ଚାଲିଛି ତ ସେ କିଛି ଲୋକ ଦଶମଟାକୁ ଫାଦର ସହିତ ବି ରିଲେଟ୍ କରନ୍ତି, କିନ୍ତୁ ନବମଟା ଆକ୍ଚୁଆଲି ଫାଦର। ତେବେ ସେ ଯାହା ବି ହେଉନା କାହିଁକି ଦଶମ ଆପଣ କର୍ମକ୍ଷେତ୍ରରେ କ'ଣ ଅସୁବିଧା ଅଛି,
किंबा वाइफ घर विषय देखा जाए कारण वाइफ जब साथ है कि हजबैंड जब साथ है वाइफ चार्ट तार फोर्थ हाउस से हूँ तो सेठू भी आप जापर हाँ तार यही प्रोब्लेम नहीं कि आस तो गोटे है जातक जहाँ तो आपंकर हबार अच्छे सी हम केवे हम से दशा जना पड़े यदि मिनिमम 2-3 दशा आप लगे दौरान जेको ज्योतिर्विद टाइमिंग ऑफ इवेंट बहुत आकुरेट हो बर्तमान प्रश्न उठे तो सर ये खराब दशाटा अच्छी यहाँ कौन भल हो कि पचारे दले मूर्ख भूल दशा जो समय जो ग्रह अच्छे से आसो यहीटा आप पचारि पारती सर भल ग्रहर दशाटा कौटा खराब ग्रहर दशाटा कौटा नॉर्मली आमर जो त्रिकोण अधिपति 1, 5 और 9 घर अधिपति दशाटा भल भल यही जगह गोटे डेविएशन हम जो मुझे जब बसी थे षष्ठ घरे अष्टम घरे नवम घरे ताल समय से ग्रहर रत्न आप देपारे ना जेकोसी गोटे ग्रह जदि दुस्थान बसी 6, 8, 12 बसी से ग्रहर रत्न आप देपारे ना से त्रिकोणर अधिपति हेले भी त्रिकोण मान जातक प्रथम भाव पंचम भाव आ नवम भाव खाली तो गोटे अधिपति हेनी तार डुआल लर्डशिप भी अच्छी तेणु आउ गोटे घर अधिपति भी होता पारे से जहाँ भी होना कहीं आ भर गोटे लर्डशिप होतार अच्छी जदि से खराब घरे बसी जेमस्टोनटा देवेनि किंतु खराब घरे बसी दशा समय जेनेराली से भल फल कर कारण यही प्लानेट गुड़ा आपणकर पुण्यटा को फुल रिप्रेजेंट करती दिस प्लैनेट्स दे रिप्रेजेंट योर पास्ट लाइफ मून वरदान जोटा कह जाए टू इट्स मैक्सिमम यहाँ आपंकर लग्न से बरम षष्ठ बसी था कि दशा समय हाँ टी असुविधा हम रोग फोग होता है कि नॉर्मली भल रहा तो 1, 5, 9 अधिपति दशाटा प्राय भल रहे दुखर विषय है जदि गोटे लोक यही समय जन्म हो पाला थरे प्रथम अधिपति किंबा पंचम अधिपति आंख दशा जन्म हो पाला गोटे भल दशाटा से चाइल्डहुड बड़ी नष्ट करदेला कहीं प्रथम 12 वर्ष आपंकर प्रथम 4 वर्ष माँ तापर 4 वर्ष बापा तापर 4 वर्ष जेजे माँ को जातक चलती कहुए आजिका डेट्रे 12 वर्ष ना जातक लोक देखते और जातकटा बना हम रम ओडिशा ईस्टर्न इंडिया त्रिपता कि रिष्ठ चक्रटा को देखिए खाली बालारिष्ठटा को देखी दिखती बेसी जोटा कि सब जगार भी नुहे जातक खाली बना हम 12 वर्ष पर गोटे स्वतंत्र पूजा होगी जातकटा खोला हो देखा और रेकमेंडेसन करा तो पिलादिन भल दशा मिलवाटा बिल्कुल भल नुहे आपंकर आड़ वर्ष ओल्ड एज समय यदि भल दशा पड़गला से आम कह भल भाग्य एमती भाई कि गोटे भल दशा पड़ आप मिडिल पीरियड लाइफ रे जो समय इनकम करदे ताठू आउ भल पड़ बुढ़ा बेले पिला बेलू तो भल न पड़ू कहीं 20 वर्ष जाए बापा माँ अच्छा सागर जातक न चलले भी जदि आपणकर एत असुविधाटा हेनी तेणु भल भाग्य है जो आपंकर भल दशाटा बुढ़ा समय पड़ो गुरुवर केन भी यही कथा कहते मोर मन अच्छे बट मो निज मतामत भी पंचम अधिपति नवम अधिपति एत व्यतीत आपणकर जदि सप्तम अधिपतिर दशा पड़े ताले मैरेज हम जो ग्रह सप्तम बसी तार मैरेज हम जो ग्रह सप्तम को दृष्टि दूसरी ताले भी मैरेज हम लिखाई शास्त्र कह पैक प्लेसमेंट एस्पेक्ट्स और कंजक्शन अर्थात जदि सप्तम अधिपति गोटे ग्रह सहित युक्त होकर बसी से ग्रहर दशा चली सप्तम अधिपति आपंकर है बृहस्पति बसी मंगल सांगे मंगल दशा चलती बृहस्पति भी फल पाइबे आप लिखाई किंतु सत्य कथा है या जो ग्रहटा जो भाव में बसी थाए सी ऑलमोस्ट से ग्रहटा को कंट्रोल करे तेणु तार दशा समय ही आपण को से फल मिल केते मिल षडबल देखिए
ଯଦି ପାୱାର ନଥିବ ଜେମଷ୍ଟୋନ୍ ପିନ୍ଧିବେ ଆଉ କ'ଣ। ସପ୍ତମ ଘରେ ବସିଥିଲେ ଜେମଷ୍ଟୋନ୍ ପିନ୍ଧିବ। ଗଲା ପଞ୍ଚମ ଅଧିପତିର ଦଶା ଚାଲିଲେ ଆପଣ ପ୍ରେମରେ ପଡ଼ିବେ। ଯେପର୍ଯ୍ୟନ୍ତ ସପ୍ତମ ଆସିନି ଆପଣ ବାହା ହେଇପାରିବେ ନାହିଁ। ତେଣୁ ବହୁତ ଗୁଡ଼ା ଲଭ୍ ମ୍ୟାରେଜ୍ ସକ୍ସେସଫୁଲ୍ ମ୍ୟାରେଜରେ କନଭର୍ଟ ହେଇପାରେ ନାହିଁ, ଯଦିଓ କଣ୍ଡିସନ୍ 7th ଲର୍ଡ଼ 5th ଲର୍ଡ଼ ଭିତରେ କିଛି ସଂଯୋଗ ଥିବାର ଅଛି। ତେଣୁ ଯେତେବେଳେ ଆପଣ କେଉଁଠି ଗୋଟେ ଜ୍ୟୋତିଷ ବି କଲେ କି ଦେଖେଇଲେ କିମ୍ବା ଜ୍ୟୋତିର୍ବିଦମାନଙ୍କ ବି ଅନୁରୋଧ କିଛି 2-3ଟା ଦଶା ଦେଖନ୍ତୁ ଆଉ ଦେଖାଉଛନ୍ତି ଟାଇମିଂ ଅଫ୍ ଇଭେଣ୍ଟଟା ଆଣିଥିବେ, ଏଇ ଜିନିଷଟା ଏଇ ସମୟରେ ଘଟିବ। ତ ଯେକୌଣସି ଗୋଟେ ଆଷ୍ଟ୍ରୋଲୋଜର ପ୍ରଥମେ ନିଜର କ'ଣ ଘଟିବ ଆଉ କେତେବେଳେ ଘଟିବ ଏଇ 2ଟା ଜିନିଷ କହିବା ଆବଶ୍ୟକ ଅଛି। ଗୋଟେ ହେଲା ଜାତକରେ ବିଭିନ୍ନ ପ୍ଲେସମେଣ୍ଟ, ଯୋଗ ବୋଲି ବି ଭଲ ନୁହଁନ୍ତି, ବିଭିନ୍ନ ଯୋଗ ଅଛି, ଏ ଗ୍ରହ ଏଠି ବସିଲେ ଏ ଯୋଗ ହେଲା ସେ ଯୋଗ ହେଲା, ହେବ କେତେବେଳେ ସେ ଯୋଗଟା, ଯେତେବେଳେ ଦଶା ଆସିବ। ହଁ, ଯଦି ଗୋଟେ ଯୋଗ ଫର୍ମ ହେଉଛି ସେ ଯୋଗରେ 3ଟା ଗ୍ରହକୁ ନେଇକି ଗୋଟେ ଯୋଗ ମନେକର ହେଲା, ଯୋଗ ମାନେ ଯୋଗ ନୁହେଁ, ଏଠି ଯୋଗ ମାନେ ପ୍ଲସ୍ ନୁହେଁ, ଯୋଗ ମାନେ ଗୋଟେ କମ୍ବିନେସନ୍। ଶନି 10ମରେ ବସିକି ଲଗ୍ନରେ ବସିଥିବା, ଲଗ୍ନ ତ ହେବନି, ଦ୍ୱାଦଶରେ ବସିଥିବା ଚନ୍ଦ୍ରକୁ ମେଷ ଲଗ୍ନରେ ଦୃଷ୍ଟି ଦେଉଛନ୍ତି, ଠିକ୍ ଅଛି। ତ ଗୋଟେ ପୁନର୍ଭୂ ଯୋଗ ହେଲା, କେତେବେଳେ ସେଇଟା ଫଳିବ, ସେ ଲୋକଟା କେବେ ସେଇ ଯୋଗଟାର ଭଲ କି ଖରାପ ଇଫେକ୍ଟ ପାଇବ, ଶନି ଦଶାରେ ପାଇବ ନହେଲେ ଚନ୍ଦ୍ର ଦଶାରେ ପାଇବ, କେଉଁଥିରେ ଅଧିକ ପାଇବ, ଯୋଗଟା ଅଧିକ ପାୱାରଫୁଲ୍ ଅଛି। ଶନି ଯଦି ଅଧିକ ଛଡ଼ବଳ ଅଛି ତା ଦଶାରେ, ଚନ୍ଦ୍ର ଯଦି ଅଧିକ ଛଡ଼ବଳ ଅଛି ତା ଦଶାରେ। ଦଶା ନ ଆସିଲା ପର୍ଯ୍ୟନ୍ତ ଆପଣ କୌଣସି ପ୍ରକାର ରେଜଲ୍ଟ ପାଇବେ ନାହିଁ। ସାର୍ ଯାଇଥିଲେ ସେ କହିଥିଲେ ଏଇଟା ହେବ ବୋଲି, କାହିଁ ହେଲା ନାହିଁ, ତ ଆପଣ ପଚାରିଲେନି ତାଙ୍କୁ କାହିଁ ହେଲା ନାହିଁ। ଯେପର୍ଯ୍ୟନ୍ତ ଦଶା ନ ଆସୁଛି ହେବନି ନା। ଆପଣ ଜୀବନରେ ଜଣେ ଜ୍ୟୋତିଷ ହେବେ, ମୋ ଭାଗ୍ୟ ଦେଖିକି ବି ଜଣେ ନେଇକି କହିଛନ୍ତି ଯେ ମୁଁ ତ ପୁଣି ହେଲି, କେଉଁ ସମୟରେ ହେବି ବୋଲି ଯଦିଓ ସେ କହିନଥିଲେ କିନ୍ତୁ ହେଲି, ତ ସେ ତ ଦେଖିଥାନ୍ତେ ଦଶାଟା ଠିକ୍ରେ କହିପାରିଥାନ୍ତେ ଯେ ଆପଣ ହେବେ। ଅନ୍ୟ କାହା କଥା ଜାଣିନି, କିନ୍ତୁ ମୋ ଜୀବନରେ ମୁଁ ଭାଗ୍ୟଟାକୁ ଭଲ କି ପଢ଼ିଛି ଯେ ଲାଇଫ୍ରେ ହେବ ସେଇଆ ଯାହା ହେବାର ଅଛି। ଆପଣ କର୍ମ କରୁଥାନ୍ତୁ, ସିଏ ତ ଅଲଗା କଥା, କିନ୍ତୁ ପୂର୍ବଜନ୍ମର ପ୍ରଭାବଟା, ପ୍ରାରବ୍ଧର ପ୍ରଭାବଟା ଆଉ ନେଗେଟ୍ କରି ହେବ ନାହିଁ। ସେ ବି ଡିପେଣ୍ଡ କରେ କାହାର କେତେ ପ୍ରାରବ୍ଧ ଅଛି ଯଦିଓ, ବଟ୍ ବେସିକାଲି ଭଲ ଦଶା ଖରାପ ଦଶା ଭଲ ଦଶା ହେଇକି ଏମିତି ନର୍ମାଲି ଗୋଟେ ଜାତକରେ ଚାଲିଥାଏ। ପ୍ରଥମ ଅଧିପତି ଭଲ, ଦ୍ୱିତୀୟ ଅଧିପତି ଆଭରେଜ, ତୃତୀୟ ଅଧିପତି ଏତେ ଭଲ ନୁହେଁ, ଚତୁର୍ଥ ଅଧିପତି ଭଲ ମାନେ ଟିକେ ବେଟର, ପଞ୍ଚମ ଅଧିପତି ଆହୁରି ଭଲ ହେଲା ବେଳକୁ ଷଷ୍ଠ ଅଧିପତି ରୋଗ, ସପ୍ତମ ଅଧିପତି ବିବାହ ହେଲା ବେଳକୁ ଅଷ୍ଟମ ଅଧିପତି ବଡ଼ ରୋଗ, ଟ୍ରାଭେଲ, ବେଳେବେଳେ ବି ଡେଥ୍, ନବମ ଅଧିପତି କିନ୍ତୁ ଆହୁରି ବହୁତ ଭଲ, ଦଶମ ଅଧିପତି କମ୍ ପୁଣି ଲାଭ, ଏକାଦଶ ପୁଣି ଦ୍ୱାଦଶ ଅଧିପତି ପଇସା ଖର୍ଚ୍ଚ। ଜାତକରେ ଏମିତି ବନା ହେଇଛି ଯେ ଆପଣଙ୍କର ଗୋଟେ ପରେ ଗ୍ରହ ପଡ଼ିକି ଯିବ। ଯଦି ପଞ୍ଚମ ଚାଲିଛି ତାହେଲେ ନେକ୍ସଟ ଆସିବ ଆଉ ଗୋଟେ ଗ୍ରହ। ଆମେ ଯଦି ଯୋଗ ଅନୁସାରେ ଦେଖିବା, ହଁ ଦଶାରେ ଆରେ ଏଇ ଭାବ ଅନୁସାରେ ନୁହେଁ। ଦଶାରେ ଯଦି ଆପଣଙ୍କର ବୃହସ୍ପତି ଚାଲିଛି, ଶନି, ଆପଣଙ୍କର ବୁଧ, ତାପରେ ବୃହସ୍ପତି ଶନି ବୁଧ, ତାପରେ କେତୁ, ତାପରେ ଶୁକ୍ର, ଏଇଭଳିଆ। ଯଦି କେତୁ ଦଶାଟା, କେତୁ ଯଦି ଆପଣଙ୍କର ଭଲ ଜାଗାରେ ଅଛନ୍ତି ତାହେଲେ ଭଲ ଦଶା, ଶୁକ୍ର ଯଦି ଆପଣଙ୍କର ଭଲ ଦଶାରେ ଅଛନ୍ତି ତାହେଲେ ଭଲ ଦଶା, ତାପରେ ଅଛି ସୂର୍ଯ୍ୟ ଯଦି ଭଲ ଜାଗାରେ ଅଛନ୍ତି ଭଲ ଦଶା। ତାପରେ ମନେ ରଖିଥାନ୍ତୁ, ଯଦି ଜାତକ ରିପ୍ଲିକେଟ୍ କରେ ଭଲ ଗୁଡ୍ ବ୍ୟାଡ୍ ଭଲ ଘର ଖରାପ ଭାବ, ଭଲ ଭାବ ଖରାପ ଭଲ କିଛି ନାହିଁ, କିନ୍ତୁ ନର୍ମାଲି ସେଇଭଳିଆ ଯେ ଏଇଟା ଗୋଟେ ଭାରି ଉତ୍ତମ ଭାବ, ତ୍ରିକୋଣ କେନ୍ଦ୍ର ଏଗୁଡ଼ାକୁ କୁହାଯାଇଛି, ତ୍ରିଶଡ଼ା ବୋଲି କୁହାଯାଇଛି 3, 6, 11କୁ। ଯଦି ଆଜିକା ଡେଟ୍ରେ ସେ ଉପଚୟ ହାଉସ୍କୁ ବହୁତ ଏମ୍ଫାସିସ୍ ଦିଆହେଉଛି, ଦୁସ୍ଥାନ 6, 8, 12 ଜାତକ ଦେଖିଲେ ଆପଣଙ୍କୁ ଗୋଟେ ଭଲ ଭାବ ଗୋଟେ ଖରାପ ଭାବ, ଷଷ୍ଠ ସପ୍ତମ ଅଷ୍ଟମ ନବମ ଏକାଦଶ ଦ୍ୱାଦଶ ଏଇଭଳିଆ। ଦଶାରେ ଏଇ ଜିନିଷଟା ଫଲୋ ହୁଏନି। ଯେଉଁ 3-4ଟା ଗ୍ରହରେ ଆପଣଙ୍କ ଦଶା କଣ୍ଟିନ୍ୟୁଅସଲି ଚାଲିବ ହେଲେ 10 ବର୍ଷ ଧରିକି, ସେ ଗ୍ରହ ଯଦି ଆପଣଙ୍କ ଜାତକରେ ଭଲ ଜାଗାରେ ଅଛନ୍ତି ଭଲ ଫଳ ଦେବେ। ଯଦି ଉଚ୍ଚ ହେଇଥାନ୍ତି ପୁରା ଶୁଭ ଫଳ ଦେବେ, ବର୍ଗୋତ୍ତମ ହେଇଥାନ୍ତି ଶୁଭ ଫଳ ଦେବେ,
ନିଚ ହେଲେ ଶୁଭ ଫଳ ଦେବାର ଅକ୍ଷମ, ଅଶୁଭ ଫଳ ଦେଇଦେବେ ବୋଲି ମାନେ ନାହିଁ, କିନ୍ତୁ ସେଇ ଫଳ ଦେବାରେ ସେ ଅକ୍ଷମ। ଯଦିଓ ନିଚ ଉଚ୍ଚଟାକୁ ମୁଁ ଏତେ ଫୋକସ୍ କରେ ନା, କାର୍ମିକ ଷ୍ଟେଟ୍ରେ ରେଜଲ୍ଟ ଦେବାରେ ସର୍ବଳଟା ବେଶୀ ହେଲ୍ପ କରେ। ତ ଏଇ ହେଲା ଦଶା ସିଷ୍ଟମ୍। ଆପଣଙ୍କ ଜୀବନରେ ଯଦି ଆଜି ଖରାପ ଚାଲୁଛି, ଏନସିଓର୍ଡ ହେଇକି ରୁହନ୍ତୁ କାଲି ଭଲ ଆସିବ। ଏନସିଓର, ସେ କାଲି ମାନେ ମୁଁ ଲିଟରାଲି କାଲି କହୁନାହିଁ, ଆସିବ। ମୁଁ କହିଲି ପରା ଜାତକ ଅନୁସାରେ ଏମିତି, ଆଉ ଦଶା ଅନୁସାରେ ବି ଏଇଭଳିଆ। କିନ୍ତୁ ଯଦି ଖରାପ ଚାଲୁଛି ତାହେଲେ ହୁଏତ ଗୋଟେ ଲଙ୍ଗ ଟର୍ମ ପାଇଁ ଖରାପ ଚାଲିପାରେ, ଠିକ୍ ଅଛି। କାରଣ ଖରାପ ଗ୍ରହ ଦେଇ ଆସିଲେ ସେଇ ଜାଗାରେ ଆପଣ ଜ୍ୟୋତିର୍ବିନ୍ଦୁଙ୍କୁ ଦେଖେଇ ଖାଲି ଏତିକି ବି ଜାଣି ନେବା ଉଚିତ ଯେ ଏଇ ଯେଉଁ ଖରାପ ସମୟଟା ଚାଲିଛି କେତେ ଦିନ ଚାଲିବ, ଏଇ ଭଲ ସମୟଟା ଚାଲିଛି କେତେ ଦିନ ଆଉ ଚାଲିବ। ଆପଣ ଫିଜିକାଲି, ମେଣ୍ଟାଲି, ଫାଇନାନ୍ସିଆଲି ପ୍ରିପେୟାର ହେବେ। ଯଦି ନ ଯାଉଛନ୍ତି ତାହେଲେ ବି ଭଲ ଟାଇମ୍ ଆସିବ, ଟିକେ ଡେରିରେ କିନ୍ତୁ ଆସିବ। ଆପଣଙ୍କ ଉପରେ ଡିପେଣ୍ଡ କରୁଛି ଯେ ଆପଣ ସେଇ ଦଶାଟାକୁ ଜାଣିବା ପାଇଁ ଜ୍ୟୋତିଷଙ୍କ ପାଖକୁ ଯାଉଛନ୍ତି ନା ନାହିଁ। ତ କହିବାର ଉଦ୍ଦେଶ୍ୟ ହେଲା କୌଣସି ଗୋଟେ ଖରାପ ଇନସିଡେଣ୍ଟକୁ ଲାଇଫରେ ୱେଟ୍ କରନ୍ତୁନି। ଯଦି ଆପଣ ଦେଖିଲେ ଯେ ଲାଇଫ୍ ଟିକେ ଟିକେ ଖରାପ ଆସୁଛି, ଯେକୌଣସି ଗୋଟେ ଜ୍ୟୋତିର୍ବିଦଙ୍କ ପାଖକୁ ଯାଆନ୍ତୁ। ରୁଦ୍ର ମହାପାତ୍ର ତ ବିଲକୁଲ ନୁହେଁ, ମୁଁ ଆଜ୍ଞା ଏକାଙ୍ଗୀ ଲୋକ, ମୁଁ ଏତେ ଟାଇମ୍ ସମୟ ଆପଣଙ୍କୁ ଦେଇପାରିବି ନାହିଁ। ଅତ୍ୟଧିକ ଯଦି ଶ୍ରଦ୍ଧା ଅଛି ଆପଣ ଆସନ୍ତୁ, ପଢ଼ିବା ପାଇଁ, ଜ୍ଞାନ ଅର୍ଜନ ପାଇଁ ଆପଣ ଆସିପାରନ୍ତି, ଯିବେ ଏବଂ ସିଏ ଯେଉଁ ଫଳାଫଳଟା କହିବେ ଆପଣଙ୍କର ଦେଖିକି ଯେ ନା ଏଇ ଜିନିଷ ଏବେ ଅଛି କରନ୍ତୁ, ସେଇଟା କରିବେ। ହେଇପାରେ ଯେ ଏବେ ଆପଣଙ୍କର ଖରାପ ଆରମ୍ଭ ହୋଇଛି, ସେଟା ଆହୁରି ଖରାପ ହେଇକି ଯାଇପାରେ। ଭଲ ଆରମ୍ଭ ହେଇଛି, ସେ ଭଲଟା ଭଲ ବି ହେଇପାରେ। କାରଣ ଦଶା ସିଷ୍ଟମଟା ଏଇଭଳିଆ ପଡ଼େ, ତାର ହାଉସ୍ ବା ଘରର ଭାବ ନେଇକି କିଛି ଦିଆନିଆ ନାହିଁ। ଯେଉଁ ଗ୍ରହ ଲୋକ ହେଇଛି ଆଗ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ରାହୁ, ବୃହସ୍ପତି, ଶନି, ବୁଧ, କେତୁ, ଶୁକ୍ର, ଏଇଭଳିଆ ଅନୁସାରେ ପଡ଼ିବ। ଯଦି ଆପଣଙ୍କ 3ଟା ଯାକ ଗ୍ରହ ଏକାଥରେ ଖରାପ ପଡ଼ିଗଲା ନା 10 ବର୍ଷ ଯାକେ ଖରାପ। ତେଣୁ ସେଇ ସମୟ ଯଦି ଆପଣ ଟିକେ ପଳେଇଗଲେ, ଖରାପ ଭଲ ଯଦିଓ ସେମିତି କୌଣସି ଗୋଟେ ଗୀତାରେ କହିଲା ଭଳିଆ ସବୁ ସିଚୁଏସନରେ ନର୍ମାଲ ରହିବା ଭଲ, କିନ୍ତୁ ରହିପାରନ୍ତିନି ଆମେ। ସେଇ ଜାଗାରେ ରହିବା ପାଇଁ କି ରୁଦ୍ରାକ୍ଷ, ରତ୍ନ, ଜ୍ୟୋତିର୍ବିଦ ମାନେ ଲେଖନ୍ତି ମନ୍ତ୍ର କହିବାକୁ, ମନ୍ଦିର ଯିବାକୁ, ଦାନ କରିବାକୁ, ଧର୍ମ ଦେବାକୁ କୁହାଯାଏ। କିନ୍ତୁ ଏ ଦ୍ୱନ୍ଦ୍ୱରେ ରହିବେନି ଯେ ଏବେ ଭଲ ଖରାପ ଅଛି, ଭଲ ଆସିଯିବ, ହୁଏତ ଅଧିକ ଖରାପ ହେଇପାରେ, ଡେରି ହେଲେ ବି ଆସିବ, ସେଟା ତ କଥା। କିନ୍ତୁ ଯେମିତି ଜାତକରେ ଆପଣ ଦେଖୁଛନ୍ତି ଭଲ ଭାବ, ଖରାପ ଭାବ, ଭଲ ଭାବ, ଖରାପ ଭାବ ପ୍ରାୟ ପାଖାପାଖି ହେଇକି ଅଛନ୍ତି, ଦଶା ସିଷ୍ଟମ ସେଟାକୁ ମାନେ ନା। କଣ୍ଟିନ୍ୟୁଅସଲି 10 ବର୍ଷ ଖରାପ। ହଁ, ମହାଦଶା ଯେଉଁ ଗ୍ରହର ଚାଲୁଛି ତାକୁ ନେଇକି ବିଲକୁଲ ବ୍ୟସ୍ତ ହେବେନି। ଗୋଟେ ଲୋକ ତା ଜୀବନରେ ହୁଏତ 2-3ଟା ଗ୍ରହର ମହାଦଶାରେ ଚାଲି ବି ଯାଇପାରେ। ଧରି ନିଅନ୍ତୁ ଶୁକ୍ର, ବୁଧ, ଶନି, ରାହୁ, ସଇଲା। ଏ ତ 20, 20, 20, 80 ହେଇଗଲାଣି, ଏତେ ବି ହେବ ନାହିଁ, 3ଟାରେ ରହିବ ଆଉ, ମାନେ 20 ପାଖାପାଖି କହୁଛି। ଶୁକ୍ର ତ 20 ବର୍ଷ ହେଲାଣି। ହଉ, ସେ ଯାହା ବି ହଉ ନା କାହିଁକି, ତ ଦଶା ଖରାପ ପଡ଼ିଲା ମାନେ ଆପଣଙ୍କ ଗୋଟେ ଭଲ ଇଣ୍ଡିକେସନ୍ ଆସିଲା, ପ୍ଲିଜ୍ ଭିଜିଟ୍ ଆନ୍ ଆଷ୍ଟ୍ରୋଲୋଜର। ଯଦି ପ୍ରିପେୟାର ନାହାନ୍ତି ତାହେଲେ ପ୍ଲିଜ୍ ଭିଜିଟ୍ ଟେମ୍ପଲ୍। ପ୍ରିପେୟାର ନାହାନ୍ତି ମାନେ ସେ ଯାହା କହିବେ ଶୁଣିବେନି, ଯାହା କହିବେ କରିବେନି। ଭିଜିଟ୍ ଟେମ୍ପଲ୍। ଆଉ ଯିଏ ଆପଣଙ୍କର ଇଷ୍ଟ ଦେବତା ଅଛନ୍ତି ତାଙ୍କୁ ଟିକେ ପୂଜା କରନ୍ତୁ। ବହୁତ ମହତ୍ତ୍ୱ ଅଛି ଆଜ୍ଞା। ଆପଣ କେବେ ଭଗବାନଙ୍କ ଶରଣଗତ ହେଇକି ଦେଖନ୍ତୁ। ଜ୍ୟୋତିଷମାନଙ୍କର ନୁହେଁ, ଆମେମାନେ ଖାଲି ଗୋଟେ ସୂତ୍ରଧର, ପଚାରିଲେ କ'ଣ ଟିକେ କହିଦେଲୁ, ସେ କଥା ନୁହେଁ। ଭଗବାନଙ୍କର କିମ୍ବା ହଁ ଆମେ ସଦ୍ଗୁରୁ ହେଲେ ଇଏ ହେଲେ ସେ ହେଲେ, ଯଦିଓ ସେମାନେ ବି ଋଷି ମହର୍ଷି ଲେବୁଲରେ ଯାଉଛନ୍ତି, ବଟ୍ ଟିଲ୍ ଦେନ୍ ମୁଁ କହୁଛି ଭଗବାନଙ୍କର ଶରଣାଗତ ହେଇକି ଦେଖନ୍ତୁ। କିଛି ଜୀବନରେ ଏତେ କଷ୍ଟ ଆସିବନି ଯେ ଆପଣଙ୍କର ଅସୁବିଧା ହେଇଯିବ। ଯଦି ବି ହେଲା ଆପଣଙ୍କର କର୍ମଫଳ, ଆଉ ଏଥିରେ ବ୍ୟସ୍ତ ହେବାର କ'ଣ ଅଛି। ହଉ, ଆଜିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦଶା ସିଷ୍ଟମ୍ ଉପରେ। ଖରାପ ଦଶା ଗୋଟେ ବହୁତ ଦିନ ପର୍ଯ୍ୟନ୍ତ ଖରାପ ଚାଲିପାରେ, ଭଲ ଦଶା ଗୋଟେ ବହୁତ ଦିନ ପର୍ଯ୍ୟନ୍ତ ଭଲ ଚାଲିପାରେ, କିନ୍ତୁ ଅଲ୍ଟିମେଟଲି ସେ ଭଲ ଖରାପ ହେବ। ଭାଗ୍ୟବାନ ହେଲା ସିଏ ଯାହାର ଇନିସିଆଲି ଖରାପ ଚାଲିକି ଲ୍ୟାଟର ଲାଇଫ୍ ପିରିୟଡ଼ରେ 30, 35, 40 ବର୍ଷ ପରେ ଭଲ ଆସୁଛି, ତାକୁ ଆଉ ଜୀବନରେ ଏତେ କଷ୍ଟ କରିବାକୁ ପଡ଼ିବନି। ଭାଗ୍ୟବାନ କିଏ ନୁହେଁ ଯାହାର ଇନିସିଆଲି ଭଲ ଗୁଡ଼ା ସରିଗଲା, ଲାଷ୍ଟ ମୋମେଣ୍ଟକୁ ସଫରିଂ।
आम तरफ कही रखुच्छी ज्योतिर्विद्या तरफ जितेबाला भी खराब दशा आसूची आप देखिले लिंगर कला वर्षा ये से ज्योतिष को देखा निजे यूट्यूब जाइए आप को देखिकी मोर ए दशा चलती से दशा चलती निजे निजर ज्योतिष हूँ ना हूँ जहाँ तो चलते आप रात शोपारे मुंड बाड़े हो ये थिला दशा सिस्टम उपरे ज्योतिर्विद मान मोर अनुरोध एटलिस्ट 3टा दशा देखिए प्रेडिक्ट करा जाऊ मुझे कहूनी जो मैंने बहुत विज्ञ किसी ज्योतिष मत मानती जूनियर एस्ट्रोलोजर मुझे प्रेडिक्शन दूसरी ना किए खराब सेन्स नहीं जी कहे आप कहवा किए क्या आजिका मंदटा आगे धरा हो देखिले प्रेडिक्शन बहुत आकुरेट हम कि जमी भी देखो से ग्रहर आखापाखा पड़ू चेंज हेनी खराब माने खराब प्राइमरी विश्व जमी पड़ू से भाया अन्य जगह पड़ो खराब दशा आसिले जदि संभव ज्योतिष पाक जाइए तार उपचार करे हो आज ये जदि महादेव चाहते आ गोटे वीडियो नहीं आप पहुँचे वीडियो जदि भल लगुता लाइक करूँ खराब लगुला डिसलाइक करूँ सब्सक्राइब करवा न करें आपणकर इच्छा गोटे अनुरोध जदि पारे सेयार करदे काली सकाल रुद्र महापात्र थी न मो वीडियोटा तो थी से लगे मो लाइफ रे बेसी भावे ना जे मोटे आज बहुत दिन जाके पड़ी ना से सब जिन भावी मुझे बहुत शीघ्र बहुत गुटे वीडियो करदे तापर पुणी हिंदी रे तो मत वीडियो करा पड़ पारे जदि महादेव चाहती मु तो किसी नुह हो सब जहाँ कह आज भी से कहूँ जे वीडियो कर किसी उद्देश्य नुहे जे आप मत जातक देखा आसतु जातक जो ज्योतिष को देखा ही देखा से जहाँ कहते परामर्श सर्वदा रुहतु ये ज्योतिष से ज्योतिष एमती है निजर समय और ज्योतिर्विद्या पर आस्था हरातु ना। हो महादेव आपन कल्याण करंतु। ओम नमः शिवाय।